ଜଗନ୍ନାଥ ସମସ୍ତଙ୍କୁ। ଓଡ଼ିଶାର ସବୁଠାରୁ ଆନନ୍ଦ ଉତ୍ସାହ ଏବଂ ପରମ୍ପରାର ଗଣପର୍ବ ଆସିଗଲା ରଜ ପର୍ବ। ଆମେ ସମସ୍ତେ ଜାଣୁ ଯେ ରଜ ମାନେ ନୂଆ ଜାମା ପିନ୍ଧିବା, ପାନ ଖାଇବା, ଦୋଳି ଖେଳ ଏବଂ ସୁଆଦିଆ ପୋଡ଼ପିଠା ଏବଂ ବିଭିନ୍ନ ପ୍ରକାର ପିଠାପଣା। କିନ୍ତୁ ଆପଣ ଜାଣିଛନ୍ତି କି ଏହି ରଜ ପର୍ବ ପଛରେ ଏକ ବହୁତ ବଡ଼ ଆଧ୍ୟାତ୍ମିକ ଏବଂ ବୈଜ୍ଞାନିକ ରହସ୍ୟ ରହିଛି। କାହିଁକି ରଜ 3 ଦିନ ଧରିତ୍ରୀ ମାତାଙ୍କୁ କଷ୍ଟ ଦିଆଯାଏ ନାହିଁ ଏବଂ ରଜ ସଂକ୍ରାନ୍ତି ଦିନ ଘରେ କେଉଁ ଗୋଟିଏ କାମ କଲେ ବର୍ଷ ସାରା ଧନଧାନ୍ୟର ଅଭାବ ରହେ ନାହିଁ। ଆସନ୍ତୁ ଆଜିର ଏହି ଭିଡ଼ିଓ ମାଧ୍ୟମରେ ଜାଣିବା ରଜ ପର୍ବର କିଛି ଅକୁହା ରହସ୍ୟ। ତେବେ ଆପଣମାନେ ଭିଡ଼ିଓକୁ ସ୍କିପ୍ ନ କରିକି ସମ୍ପୂର୍ଣ୍ଣ ଭିଡ଼ିଓ ଦେଖନ୍ତୁ। ବନ୍ଧୁଗଣ, ଆମେ ଆମ ସନାତନ ଧର୍ମରେ ପ୍ରକୃତିକୁ ଭଗବାନଙ୍କ ରୂପରେ ପୂଜା କରାଯାଏ। ରଜ ପର୍ବ ହେଉଛି ଧରିତ୍ରୀ ମାତା ବା ବସୁମତୀ ମାତାଙ୍କର ପୂଜାର ପର୍ବ। ମାନ୍ୟତା ଅଛି ଯେ ରଜର ଏହି 3 ଦିନ ପହିଲି ରଜ, ରଜ ସଂକ୍ରାନ୍ତି ଏବଂ ଭୂଇଁ ଦହନ ଧରିତ୍ରୀ ମାତା ରଜସ୍ୱଳା ହୁଅନ୍ତି। ଯେମିତି ଜଣେ ମା ସନ୍ତାନ ଜନ୍ମ କରିବା ପୂର୍ବରୁ ପ୍ରସ୍ତୁତ ହୋଇଥାଏ, ଠିକ୍ ସେମିତି ଆଗକୁ ଆସୁଥିବା ବର୍ଷା ଋତୁର ନୂଆ ଫସଲ ଉତ୍ପାଦନ କରିବା ପାଇଁ ଧରିତ୍ରୀ ମାତା ନିଜକୁ ପ୍ରସ୍ତୁତ କରିନିଅନ୍ତି। ସେଥିପାଇଁ ଏହି 3 ଦିନ ମା'ଙ୍କୁ ପୂର୍ଣ୍ଣ ବିଶ୍ରାମ ଦିଆଯାଏ। ଏହି ଦିନମାନଙ୍କରେ ଜମିରେ ହଳ କରାଯାଏ ନାହିଁ, ଗଛରୁ ପତ୍ର କିମ୍ବା ଫଳ ଛିଣ୍ଡାଯାଏ ନାହିଁ ଏବଂ ମାଟି ଖୋଳିବା ସମ୍ପୂର୍ଣ୍ଣ ମନା ହୋଇଥାଏ। ଏପରିକି ଆମର ଓଡ଼ିଆ ଘରର ଝିଅମାନେ ମଧ୍ୟ ମାଟି ଉପରେ ଖାଲି ପାଦରେ ଚାଲନ୍ତି ନାହିଁ, ଯେମିତି ମା'କୁ ଟିକେ ବି କଷ୍ଟ ହେବ ନାହିଁ। ଆପଣ ତ ନିଶ୍ଚୟ ଜାଣିଥିବେ ଏହା। ତେବେ ରଜ ପର୍ବରେ କେବଳ ପ୍ରସ୍ତୁତି ନୁହେଁ, ବରଂ ଘରର କୁଆଁରୀ ଝିଅ ଏବଂ ମହିଳାମାନଙ୍କୁ ମଧ୍ୟ ସମ୍ମାନ ଦିଆଯାଏ। ସେମାନଙ୍କୁ ଆଦ୍ୟଶକ୍ତିର ସ୍ୱରୂପ ମନାଯାଏ। ପହିଲି ରଜ ଦିନ ଝିଅମାନେ ସୂର୍ଯ୍ୟୋଦୟ ପୂର୍ବରୁ ଉଠନ୍ତି, ମୁଣ୍ଡ ଧୋଇ ଗାଧୋଇଥାନ୍ତି ଏବଂ ପାଦରେ ଅଳତା, କପାଳରେ ଚନ୍ଦନ ସହ ନୂଆ ପୋଷାକ ପିନ୍ଧି ସଜେଇ ବାଜେଇ ହୁଅନ୍ତି। ଏହି 3 ଦିନ ହେଲା ଘରେ କୌଣସି ପ୍ରକାରର କୁଟା ବଟା କିମ୍ବା ଚୁଲି ଜଳାଇବା କାମ, ଯେଉଁଥିରେ କି ମାଟିର ବ୍ୟବହାର ହୁଏ, ସେହିଭଳି କିଛି କାମ କରାଯାଏ ନାହିଁ। ସେଥିପାଇଁ ପହିଲି ରଜ ପୂର୍ବରୁ ରାତିରୁ ହିଁ ସୁଆଦିଆ ପୋଡ଼ପିଠା, ଆରିସା ପିଠା ଏବଂ ବିଭିନ୍ନ ପ୍ରକାର ତରକାରୀ ପ୍ରସ୍ତୁତ କରି ରଖାଯାଇଥାଏ। ଏବଂ ଆମେମାନେ ତ ଆଗରୁ ଆପଣମାନେ ବି କରୁଥିବେ, ଆଗରୁ ସବୁ ମସଲା ବାଟିକି ରଖିଦିଆଯାଏ। ଏବଂ ରଜର ସବୁଠାରୁ ବଡ଼ ଆକର୍ଷଣ ହେଉଛି ରଜ ପାନ। ମିଠା ପାନ ଖାଇ ଝିଅମାନେ ଦୋଳି ଖେଳିବାର ମଜା ନିଅନ୍ତି। ଆପଣମାନେ ବି ଏମିତି ମଜା ନେଉଥିବେ। ରଜର ଚତୁର୍ଥ ଦିନକୁ ବସୁମତୀ ସ୍ନାନ କୁହାଯାଏ। ଏହି ଦିନ ଧରିତ୍ରୀ ମାତାଙ୍କର ରଜସ୍ୱଳା ଅବଧି ଶେଷ ହୁଏ। ଏହି ଦିନ ସକାଳୁ ଘରର ମହିଳାମାନେ ମାଟିର ପ୍ରତୀକ ଭାବେ ଘରର ଶିଳପୁଆକୁ ହଳଦୀ ତେଲ ଦେଇ ସ୍ନାନ କରାନ୍ତି। ଏହାପରେ ଚନ୍ଦନ, ସିନ୍ଦୁର, ଫୁଲ ଏବଂ ନୂଆ ବସ୍ତ୍ର ଚଢ଼ାଇ ମା'ଙ୍କୁ ପୂଜା କରାଯାଏ। ପ୍ରସାଦରେ କାକରା ପିଠା ଏବଂ ଫଳମୂଳ ଭୋଗ ଲଗାଯାଏ। ଯଦି ଆପଣ ରଜ ସଂକ୍ରାନ୍ତି ଏବଂ ବସୁମତୀ ସ୍ନାନ ଦିନ ଧରିତ୍ରୀ ମାତାଙ୍କର ପୂଜା କରିବା ସହିତ ଘରର ମହିଳା ଏବଂ ସ୍ତ୍ରୀଙ୍କୁ କିଛି ଉପହାର ଦିଅନ୍ତି ଏବଂ ସେମାନଙ୍କୁ ସନ୍ତୁଷ୍ଟ ରଖନ୍ତି, ତେବେ ଆପଣଙ୍କ ଘରେ ମହାଲକ୍ଷ୍ମୀ ସଦାସର୍ବଦା ବାସ କରନ୍ତି। କାରଣ ମହିଳାମାନେ ହିଁ ଗୃହଲକ୍ଷ୍ମୀ। ହଁ ଆଜ୍ଞା, ସବୁ ମହିଳାମାନେ ହେଲେ ଗୃହଲକ୍ଷ୍ମୀ। ଆପଣମାନେ ମହିଳାମାନଙ୍କୁ ସମ୍ମାନ ଦିଅନ୍ତୁ ଏବଂ ତାଙ୍କୁ ସବୁବେଳେ ସଦାସର୍ବଦା ଖୁସି ରଖନ୍ତୁ। ତେବେ ବନ୍ଧୁଗଣ, ଏହା ଥିଲା ଆମ ଓଡ଼ିଶାର ରଜ ପର୍ବର ମହାନତା। ଆସନ୍ତୁ ଏହି ରଜରେ ଆମେ ଆମର ପ୍ରକୃତି ଏବଂ ମହିଳାମାନଙ୍କୁ ସମ୍ମାନ ଦେବା। ଆପଣ ସମସ୍ତଙ୍କୁ ମୋ ତରଫରୁ ରଜ ପର୍ବର ଅନେକ ଅନେକ ଶୁଭେଚ୍ଛା। ଯଦି ଆଜିର ଏହି ଭିଡ଼ିଓଟି ଆପଣଙ୍କୁ ଭଲ ଲାଗିଥାଏ, ତେବେ ଭିଡ଼ିଓକୁ ଏବେ ହିଁ ଏକ ଲାଇକ୍ କରନ୍ତୁ ଏବଂ ନିଜ ସାଙ୍ଗସାଥୀମାନଙ୍କ ସହିତ ସେୟାର କରନ୍ତୁ ଏବଂ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବାକୁ ଜମାରୁ ବି ଭୁଲନ୍ତୁ ନାହିଁ। କମେଣ୍ଟ ବକ୍ସରେ ଜୟ ଜଗନ୍ନାଥ ନିଶ୍ଚୟ ଲେଖନ୍ତୁ। ରହୁଛି ଆଜ୍ଞା, ଜୟ ଜଗନ୍ନାଥ।